ଭାରତର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ 9 ଜଣ ପୁଲିସକୁ ଫାଶୀ ଦଣ୍ଡ ଦିଆଯାଇଛି। ଏହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହାର କାରଣ କେବଳ ସେମାନଙ୍କର ନୃଶଂସତା ଆଉ ବର୍ବରତା ନୁହଁ, ତାଙ୍କର ଇଗୋ ଆଉ ତାଙ୍କର ଅହଙ୍କାର ଭାବ ଯୋଗୁଁ କେମିତି ସେ 2 ଜଣ ବାପ ପୁଅଙ୍କୁ ମାରି ଦେଇଥିଲେ ହାଜତ ଭିତରେ, ଯାହାର ପରିଣାମ ଆଜି ସେମାନଙ୍କୁ ଭୋଗିବା ପାଇଁ ପଡ଼ିବ। କାରଣ ଆରମ୍ଭ ହୋଇଥିଲା ଯେ କୋରୋନା ସମୟରେ ଯେତେବେଳେ ଚାରିଆଡ଼େ ଲକଡାଉନ୍ ହୋଇଥିଲା, ସେତେବେଳେ 2 ଜଣ ବାପ ପୁଅ ଗୋଟେ ଇଲେକ୍ଟ୍ରୋନିକ୍ସ ଦୋକାନ, ମୋବାଇଲ ରିପାରିଂ ଦୋକାନ ଖୋଲିଥିଲେ। ଆଉ ସେହି ସମୟରେ ପୋଲିସ ଯାଇ ସେଠି ଯେତେବେଳେ ତାଙ୍କ ସହିତ ଯୁକ୍ତିତର୍କ କଲା ଯେ ତୁମେ କାହିଁକି ଖୋଲୁଛ, ସେ ବାପ ପୁଅଙ୍କ ତର୍କ ଥିଲା ଯେ ଆମ ପାଖରେ ତ ଗୋଟିଏ ରୋଜଗାରର ଭୂମିକା ସିଏ ହେଉଛି ଇଏ ମୋବାଇଲ ଦୋକାନଟି, ଆମେ ଯଦି ୟାକୁ ବନ୍ଦ କରିଦେବୁ ତାହେଲେ ଖାଇବୁ କ'ଣ, ଚଳିବୁ କ'ଣ। ଏ ବଚସା ଭିତରେ ଯେତେବେଳେ ଯୁକ୍ତିତର୍କ ବଢ଼ିଲା, ପୋଲିସ ସେ 2 ବାପ ପୁଅଙ୍କୁ ଆରେଷ୍ଟ କରି ଥାନା ଆଉ ହାଜତ ଭିତରକୁ ଆଣିଥିଲା। ଆଉ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ସହିତ ରାତିରେ ଏତେ ମାତ୍ରାରେ ଯୁକ୍ତିତର୍କ ବଢ଼ିଗଲା ଯେ ତାଙ୍କୁ ପୋଲିସ ବାରମ୍ବାର ପିଟିଲା ଆଉ ଏତେ ମାତ୍ରାରେ ଫିଜିକାଲି ଟର୍ଚର କଲା, ଯାହାଫଳରେ ପରବର୍ତ୍ତୀ ସମୟରେ ସେ 2 ଜଣଙ୍କୁ ଯେତେବେଳେ ସକାଳକୁ ମେଡ଼ିକାଲକୁ ଅଣାଯାଇଥିଲା, ସେତେବେଳେ 2 ଜଣଙ୍କର ଦେହାନ୍ତ ହୋଇସାରିଥିଲା। ଏଇ ଯେଉଁ 9 ଜଣ ପୁଲିସ ଅଫିସର ଦେଖୁଛନ୍ତି, ଏଙ୍କ ଭିତରୁ ବର୍ତ୍ତମାନ ଜଣେ ପୁଲିସ ଅଫିସର ନାହାନ୍ତି ଯିଏକି କୋରୋନାରେ ତାଙ୍କର ଡେଥ୍ ହୋଇଯାଇଛି। କିନ୍ତୁ ଆପଣ ଭାବିକି ଦେଖନ୍ତୁ, ପୁଲିସ ଅଫିସରମାନେ ଯେଉଁମାନେ ନ୍ୟାୟପାଳିକାର ଗୋଟେ ମଜବୁତ ଦଣ୍ଡ, ସେମାନେ ସାଧାରଣ ଲୋକଙ୍କୁ ଯେତେବେଳେ ନ୍ୟାୟ ଦେବା ପାଇଁ ଅଛନ୍ତି, ସେ ପରିସ୍ଥିତିରେ ଏ ବାପ ପୁଅଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ଯେତେବେଳେ ତାଙ୍କୁ ମାରି ଦେଇଛନ୍ତି, ଆଉ ପରବର୍ତ୍ତୀ ପରିସ୍ଥିତିରେ ସେ ଯେଉଁ ମରଣର ଭିଡ଼ିଓ ରେକର୍ଡ଼ିଂ, ଅଡ଼ିଓ ରେକର୍ଡ଼ିଂ ଏସବୁ ସୁବୁତକୁ ନଷ୍ଟ କରିଛନ୍ତି, ଏକଥା ଯେତେବେଳେ ଜଜ୍ ଜାଣିଲେ, ପୋଲିସମାନଙ୍କ ଉପରେ ଆକ୍ସନ୍ ନିଆଗଲା ଆଉ ଏଟାକୁ ଇନଭେଷ୍ଟିଗେସନ୍ ପାଇଁ ସିବିଆଇକୁ ସ୍ଥାନ ଦିଆଗଲା। ଆଉ ଏ ସିବିଆଇର ଇନଭେଷ୍ଟିଗେସନ୍ର ଯାଞ୍ଚ ରିପୋର୍ଟ ଯେତେବେଳେ ଆସିଲା, ସେତେବେଳେ ଜଣାପଡ଼ିଲା ଏ 9 ଜଣ ପ୍ରକୃତ ପକ୍ଷେ ଦୋଷୀ ଥିଲେ। ସେମାନେ ତାଙ୍କ ଅଧିକାରର ଦୁରୁପଯୋଗ କରିଥିଲେ, ଯାହାଫଳରେ ଯେ ସେମାନେ ବାପ ପୁଅ 2 ଜଣ ତାଙ୍କ ଜୀବନ ହରାଇଥିଲେ। ଆଉ ବର୍ତ୍ତମାନ ନ୍ୟାୟପାଳିକା ଏ 9 ଜଣ ପୋଲିସ ଅଫିସରମାନଙ୍କୁ ଦଣ୍ଡ ଦେଇଛନ୍ତି, ମୃତ୍ୟୁ ଦଣ୍ଡାଦେଶ। ଆଉ ଏଇଭଳିଆ ଯଦି କିଛି ପୋଲିସ ଅଫିସର ନିଜର ରୁତବା ଦେଖାଇ ସାଧାରଣ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି, ତାହେଲେ ଭାରତର ନ୍ୟାୟପାଳିକା ସେମାନଙ୍କୁ ଆଗକୁ ମଧ୍ୟ ଦଣ୍ଡ ଦେବ। ଜୟ ଜଗନ୍ନାଥ।